ଗୋଟିଏ ଝିଅ ବାହାଘର। ପ୍ରବୀରର ଅଧ୍ୟାପକ ଚାକିରି ହେଲା ପରେ ମା ଆରମ୍ଭ କରିଦେଲେ ଝିଅ ଖୋଜା। ଭଉଣୀମାନେ ସୁନ୍ଦର ପରଖିବା ପାଇଁ ଚାଲି ଆସିଲେ। ପାଠ ପଢ଼ା ବୋହୂ ଘରକୁ ଆଣିବା ପାଇଁ ଚିନ୍ତା କରାଗଲା। ପ୍ରବୀରର ବାପା ଶିକ୍ଷକ। ସେ ଭାବିଲେ କୌଣସି ଶିକ୍ଷକ ଘରୁ ଝିଅଟିଏ ଆସିଲେ ପରିବାର ସହିତ ଆରାମରେ ଚଳିପାରିବ। ସମସ୍ତେ ନିଜର ମନ କଥା ମନରେ ରଖି ଜଣେ ଶିକ୍ଷକ ଘରକୁ ଝିଅ ଦେଖିବା ପାଇଁ ଗଲେ। ଶିକ୍ଷକଙ୍କର 3ଟି ଝିଅ। ବଡ଼ ଝିଅଟି BA ପାଠ ପଢ଼ିଥିଲେ ବି ସିଟି କରି ସରକାରୀ ସ୍କୁଲରେ ଶିକ୍ଷକତା କରୁଛି। ତଳେ 2 ଭଉଣୀ ସ୍କୁଲ ଆଉ କଲେଜରେ ପଢ଼ୁଛନ୍ତି। ଶିକ୍ଷକ ଆଉ ଶିକ୍ଷକଙ୍କର ପତ୍ନୀ ପ୍ରବୀରର ପରିବାରର ସମସ୍ତଙ୍କୁ ସ୍ୱାଗତ ଜଣାଇ ଘର ଭିତରକୁ ପାଛୋଟି ନେଲେ। ଅତିଥି ସତ୍କାର ପରେ ଝିଅ ଦେଖା ପର୍ବ। ଝିଅଟି ଦେଖିବାକୁ ବିଶେଷ ସୁନ୍ଦର ନଥିଲା। ଝିଅଟିକୁ ଦେଖିଦେବା ପରେ ସମସ୍ତେ ପରସ୍ପର ଆଖିକୁ ଦେଖାଦେଖି ହେଇ ବସି ରହିଲେ। ଝିଅର ବାପା ଜାଣିଗଲେ ଯେ ଝିଅ ତାଙ୍କର ପସନ୍ଦ ହେଲା ନାହିଁ। ବାପା ପ୍ରବୀରର ବାପାଙ୍କୁ କହିଲେ, ଝିଅଟିକୁ ବହୁତ ବରପାତ୍ର ଦେଖିଗଲେଣି। ସମସ୍ତେ ଝିଅର ରୂପକୁ ଦେଖୁଛନ୍ତି ବୋଲି ବିବାହ ହୋଇପାରୁନାହିଁ। ମୋର ବୁଦ୍ଧିମତୀ ଝିଅଟିର କେହି ହେଲେ ବୁଦ୍ଧିକୁ ପରଖିବା ପାଇଁ ଚାହୁଁନାହାନ୍ତି। ମୋର ଅପେକ୍ଷା କରିବା ପାଇଁ ଆଉ ସମୟ ମଧ୍ୟ ନାହିଁ। ମୁଁ ଅନ୍ତତଃ ଗୋଟିଏ ଝିଅକୁ ହେଲେ ବାହା କରାଇବା ପାଇଁ ଚାହୁଁଛି ବୋଲି ଚେଷ୍ଟା ଜାରି ରଖିଛି। ସେତକ ବି ଭଗବାନ କରାଇ ଦେବାକୁ ନାରାଜ। ପ୍ରବୀର ଶିକ୍ଷକଙ୍କର ସମୟ ଆଉ ଅତ୍ୟନ୍ତର ଅର୍ଥ କିଛି ବୁଝିପାରିଲା ନାହିଁ। ଯଦି ସେଠାରେ ସମୟ ଆଉ ଅତ୍ୟନ୍ତ ଖୋଜିବ ଭଉଣୀମାନେ ଚଢ଼ିଯିବେ। ସେମିତି ନୀରବ ରହିଲା। ଶିକ୍ଷକ ପରିବାରକୁ ମତ ପରେ ଜଣାଇବୁ କହି ପ୍ରବୀର ପରିବାର ଘରକୁ ଫେରି ଆସିଲେ। ଶିକ୍ଷକ ଜାଣିଲେ ଏମାନେ ମଧ୍ୟ ଅନ୍ୟ ପ୍ରସ୍ତାବ ଗୁଡ଼ିକ ପରି ଗଲେ। ସବୁ ଭଗବାନଙ୍କର ଇଚ୍ଛା କହି ଝିଅ ପାଖକୁ ଚାଲିଲେ। ଝିଅ 2 ଆଖିରେ ଲୁହ ଧରି ଶୋଇବା ଘର ଖଟ ଉପରେ ବସିଥିଲା। 2 ଆଖିରେ ଲୁହ ପୋଛି ଦେଇ ଶିକ୍ଷକ କହିଲେ, ମୁଁ ସିନା ତୋର ବାହାଘର ଦେଖିପାରିବି ନାହିଁ। ମୁଁ ଜାଣେ ଯିଏ ମୋର ଝିଅର ବୁଦ୍ଧିକୁ ଦେଖିବ ସେ ଆସି ମୋର ଝିଅକୁ ରାଜରାଣୀ ପରି ରଖିବ। ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ। ସେଇ ଗୁଣିଆ ବିଳମ୍ବରେ ହେଲେ ଦିନେ ଆସିବ। ମୁଁ ନ ଦେଖିଲେ ବି ତୁ ସେଦିନ ମୋତେ ମନେ ପକାଇବୁ। ଏପଟେ ପ୍ରବୀର ଘରେ ଶିକ୍ଷକଙ୍କ ଝିଅର ରୂପର ଆଲୋଚନା ପଡ଼ିଲା। ବଡ଼ ଭଉଣୀ କହିଲା, ଏମିତି ରୂପସୀକୁ ମୁଁ ଆମ ଘରେ ବରଦାସ୍ତ କରିପାରିବି ନାହିଁ। କି ପାଠ ପଢ଼ିଛି ଯେ ବାପ କହୁଛି ମୋ ଝିଅର ବୁଦ୍ଧିକୁ ଯିଏ ଦେଖିବ ସେ ସଙ୍ଗେ ସଙ୍ଗେ ବାହା ହୋଇଯିବ। ମୋର ବୁଦ୍ଧିକୁ ଦେଖି ତୋର ଜ୍ୱାଇଁ ସଙ୍ଗେ ସଙ୍ଗେ ବାହା କରିନେଲେନି କିଲୋ। ପ୍ରବୀରର ମା ମୁଣ୍ଡ ହଲାଇ ବଡ଼ ଝିଅର କଥାକୁ ସହମତି ଜଣାଇଲେ। 2 ଭଉଣୀ ହସି ହସି ଗଡ଼ିଗଲେ। ସାନ ଭଉଣୀ ବଡ଼ ଭଉଣୀର କଥାକୁ ସମର୍ଥନ କରି କହିଲା, ସତ କହୁଛ ଦିଦି। ମୋର ଶାଶୁ ଘର ଏବେ ସିନା ଗେଜେରେ ଗେଜେରେ ହେଉଛନ୍ତି। ମୁଁ ନୂଆରେ ଗଲାବେଳେ କହୁଥିଲେ ଆମର 7 ଖଣ୍ଡ ଗାଁକୁ ଏମିତି ବୋହୂଟିଏ ଆସିନି ବୋଲି। ମୋ ଶାଶୁ ଗର୍ବରେ ଫୁଲି ଉଠୁଥିଲେ। ଆମେ କୋଉ ଗୁଣରେ କମ୍ ଯେ ଆମର ବାପାଟା ସିନା କୁହାଳିଆ ଲୋକ ନାହିଁ ବୋଲି। ଯାହା ହେଲେ ବି ସେ ଝିଅ ଏ ଘରର ବୋହୂ ହେଇପାରିବ ନାହିଁ। ଯୌତ ରୂପସୀ ବୁଦ୍ଧି ସବୁ ପାଣି ଭିତରେ ଅଛି। ହା ହା ହା। ପ୍ରବୀର ଦିଦିମାନଙ୍କର କଥା ଶୁଣି ନୀରବରେ ବସିଥାଏ। ମୁଣ୍ଡରେ ସେଇ ଗୋଟିଏ କଥା, ସମୟ ଆଉ ଅତ୍ୟନ୍ତ। ଏହାର ଅର୍ଥ କ'ଣ ହୋଇଥାଇପାରେ? ଭଉଣୀମାନେ ଯିଏ ଯାହା ଘରକୁ ଚାଲିଗଲେ। ସକାଳୁ ଆସିବେ, ଆଉ ଗୋଟିଏ ଘରେ ପଶିବେ ଝିଅ ଦେଖିବା ପାଇଁ। ମା ସେମିତି ବସିଛନ୍ତି। ବାପା ଟେବୁଲ ପାଖରେ କିଛି ଲେଖୁଛନ୍ତି। ପ୍ରବୀର ମା ପାଖକୁ ଯାଇ ପଚାରିଲା, ସେ ଝିଅର ବାପା ଏମିତି କ'ଣ କହିଲେ? ମୋ ପାଖରେ ସମୟ ନାହିଁ। ଅନ୍ତତଃ ଗୋଟିଏ ଝିଅ ବାହା କରାଇ ଦିଅନ୍ତି। ପୁଅର ପ୍ରଶ୍ନ ଶୁଣି ମା ନଜରଟା ପୁଅ ମୁହଁ ଆଡ଼କୁ ନେଇ କହିଲେ, ମୁଁ ବି ସେଇ କଥା ଭାବୁଥିଲି ରେ ବାପା। ଝିଅଟି ସୁନ୍ଦର ନ ହେଲେ ବି ଅସୁନ୍ଦର ତ ନାହିଁ। ଏ ସୁନ୍ଦରୀମାନଙ୍କର ସିନା ମନ ପାଉନି। ସରକାରୀ ଚାକିରିଟିଏ ପାଇଯିବ ବୋଲି ବୋଧହୁଏ ସିଟି କରି ଦେଇଛି। ଏମାନେ ଫେଲ୍ ହେଇ ଚମଡ଼ାଟା ଟିକିଏ ସଫା ବୋଲି କେତେ କଥା ଗାଇ ଗାଇ ଚାଲିଗଲେ।
ସତରେ ଗୁଣଟା ଚମଡ଼ାର ରଙ୍ଗ ତଳେ ବେଳେ ବେଳେ ଲୁଚି ରହିଯାଏ ବୋଲି ମୁଁ ବି ଭାବି ହେଉଛି। ଯିଏ ଏଇ ପ୍ରସ୍ତାବ ଆଣିଛନ୍ତି ତାଙ୍କୁ ପଚାରିଲେ ଶିକ୍ଷକଙ୍କର କହିବା କଥାର ଉଦ୍ଦେଶ୍ୟ ଜଣା ପଡ଼ିଯିବ। ବାବାଙ୍କ ସାଙ୍ଗ ଯଦି ଏଇ ପ୍ରସ୍ତାବ ଆଣିଛନ୍ତି, ବାବାଙ୍କୁ କହିଲେ ସେ ତାଙ୍କ ସାଙ୍ଗକୁ ପଚାରି ପାରିବେ। ମା ବାପାଙ୍କ ପାଖକୁ ଯାଇ କହିଲେ ଅଧିକ କିଛି ଶିକ୍ଷକଙ୍କ ବିଷୟରେ ବନ୍ଧୁଙ୍କୁ ପଚାରିବା ପାଇଁ। ବାପା ସଙ୍ଗେ ସଙ୍ଗେ ବନ୍ଧୁଙ୍କୁ ଫୋନ୍ ଲଗାଇଲେ। କହିଲେ, ହ୍ୟାଲୋ ପଣ୍ଡା ବାବୁ, ଆମେ ଆଜି ଆପଣଙ୍କର ବନ୍ଧୁଙ୍କର ଘରକୁ ସପରିବାର ଯାଇ ଝିଅକୁ ଦେଖି ଆସିଲୁ। ଆପଣଙ୍କର ବନ୍ଧୁ ଏମିତି କାହିଁକି କହିଲେ ଯେ ତାଙ୍କ ପାଖରେ ସମୟ ନାହିଁ, ଅତ୍ୟନ୍ତ ଗୋଟିଏ ଝିଅ ବାହା କରାଇ ଦିଅନ୍ତି? ଆପଣଙ୍କୁ ମୁଁ କହିନି କି ସାର୍ ବହୁତ ସଚ୍ଚୋଟ ଲୋକ। କିଛି ସଂକ୍ରମଣ ଯୋଗୁଁ ତାଙ୍କର 2ଟି କିଡନୀ ନଷ୍ଟ ହୋଇଯାଇଛି। ହାତରେ ତାଙ୍କର ଆଉ କେତୋଟି ମାସ ହିଁ ରହିଛି। ଝିଅଟି କିଛି ବଡ଼ ଚାକିରି ପାଇଁ ପରୀକ୍ଷା ଦେଉଥିଲା। ବାପର ହାତରେ ସମୟ ନାହିଁ ବୋଲି ବାହା ହେବାକୁ ରାଜି ହୋଇଯାଇଛି। ସାର୍ ଗୋଟିଏ ହେଲେ ଝିଅର ବାହାଘର ଦେଖିଦେବାକୁ ଚାହୁଁଛନ୍ତି। ଦେଖନ୍ତୁ, ଆପଣଙ୍କର ଇଚ୍ଛା ହେଲେ କରନ୍ତୁ, ନହେଲେ ନାହିଁ। ଝିଅଟି କିନ୍ତୁ କମ୍ ଝିଅ ନୁହେଁ। ମୋର ବିଶ୍ୱାସ ଅଛି ସେ ନିଶ୍ଚିନ୍ତ କିଛି କରିବ। ଠିକ୍ ଅଛି ଆଜ୍ଞା, ପରିବାର ସହିତ କଥାବାର୍ତ୍ତା କରି ମୁଁ ଆପଣଙ୍କୁ ଜଣାଉଛି। ପ୍ରବୀର ଶୁଣିଲା। ଆଉ କେତୋଟି ମାସ ହାତରେ ଧରି ବାପଟି ଝିଅ ପାଇଁ ପ୍ରସ୍ତାବ ଖୋଜି ଚାଲିଛି। ବିବାହ ତ ସମସ୍ତେ କରନ୍ତି, ମନ ଆଉ ସ୍ୱପ୍ନ ପୂରଣ କରିବା କେତେ ଜଣଙ୍କ ଭାଗ୍ୟରେ ମିଳେ। ମନକୁ ମନ କହିଲା, ମନ ଯାହା ନିଷ୍ପତ୍ତି ନେବୁ ଆଜି ଆଉ ଏବେ। ମା ପୁଅର ମୁହଁକୁ ସେମିତି ଚାହିଁ ରହିଥାନ୍ତି। ଗଭୀର ଚିନ୍ତାରେ କିଛି କ୍ଷଣ ହଜିଗଲା ପରେ ପ୍ରବୀର କହିଲା, ଏବେ ଝିଅ ଘରକୁ ଖବର ଦେଇଦିଅ, ଆମେ ବିବାହ ପାଇଁ ରାଜି ଅଛୁ। ଚାଲ ଆମେ ଯେତେ ଶୀଘ୍ର ପାରିବା ଶିକ୍ଷକଙ୍କର ଶେଷ ଇଚ୍ଛା ପୂରଣ କରିବା ପାଇଁ ଚେଷ୍ଟା କରିବା। ବାପା ମା ପୁଅର ନିଷ୍ପତ୍ତିରେ ଆନନ୍ଦିତ ହୋଇଗଲେ। ବାପା ସଙ୍ଗେ ସଙ୍ଗେ ଶିକ୍ଷକଙ୍କ ଘରକୁ ଫୋନ୍ ଲଗାଇଲେ। ହ୍ୟାଲୋ ସମୁଦି, ଆମର ପଟରୁ ଆମେ ନିଷ୍ପତ୍ତି ନେଇସାରିଛୁ। ଆପଣଙ୍କର ଝିଅକୁ ଆମେ ବୋହୂ କରିବୁ। ସେଥିପାଇଁ ମୁଁ ଆଗ ସମୁଦି ବୋଲି ସମ୍ବୋଧନ କରିଦେଲି। ଆପଣଙ୍କ ବନ୍ଧୁ କଲା ପରେ ମୋତେ ସମ୍ବୋଧନ କରିବେ। ମୋତେ ଆପଣଙ୍କର କଥା ସବୁ ଆଜି ସ୍ୱପ୍ନ ପରି ଲାଗୁଛି। କାନକୁ ମୁଁ ବିଶ୍ୱାସ କରିପାରୁନି। ମୋର ଭାଗ୍ୟରେ ତାହେଲେ ଅଛି ମୁଁ ଦେଖିବି ମୋ ଝିଅ ବାହାଘର। ତେବେ ଶ୍ରୋତାବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ, ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦେବେ। ଯଦି ମୋ ଚ୍ୟାନେଲରେ ନୂଆ ଥିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଦବାଇ ଦେବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ଆପଣ ପାଇପାରିବେ। ରହିଲି, ନମସ୍କାର।